हेलो डियर स्टूडेंट्स, वेलकम बैक इन न्यू वीडियो। पिलाने एई वीडियो में मैट्रिक बोर्ड परीक्षा 2024 ପାଇଁ ଏକ ଇମ୍ପୋର୍ଟାଣ୍ଟ ନୋଟିସ୍ ଆସିଛି। ଠିକ ଅଛି, ତ ଭିडिଓ ଫାଷ୍ଟ କ୍ଲାସ୍ ମାନେ ଦେଖନ୍ତୁ। ଆପଣମାନେ ଯୋଉ ପିଲାମାନେ ନବମ ଓ ଦଶମ ଶ୍ରେଣୀ ପିଲାମାନେ ପଢୁଛନ୍ତି, ଠିକ ଅଛି, ତାଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଖବର ଅଟେ। ଆପଣ ସମସ୍ତ ସାଙ୍ଗମାନଙ୍କୁ ସେୟାର କରିଦେବେ ଯେଉଁମାନେ ନବମ ମାଟ୍ରିକ ବୋର୍ଡ ପରୀକ୍ଷା 2024 ଟା ଦଶମ ନବମ ଶ୍ରେଣୀର ଟାଇମ୍ ଟେବୁଲ ଆସିଯାଇଛି। ଠିକ ଅଛି, ଦେଖନ୍ତୁ ପୁରା ଆପଣ ଟାଇମ୍ ଟେବୁଲ କେଉଁ ଦିନ ପରୀକ୍ଷା କଣ ଦେଖିବା ପିଲାମାନେ ଆସନ୍ତୁ, ପୁରା ଫୁଲ୍ ଖବର ଦେଖିବା ଆଜି। ଏତଦ୍ଦ୍ୱାରା ରାଜ୍ୟ ସମସ୍ତ ଦେଖା ଦେଖିନିଅନ୍ତୁ ଯେ 13/12/23 ଆସିଛି ଆପଣଙ୍କର। ଠିକ ଅଛି, ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କୋଟା ତରଫରୁ। ଠିକ ଅଛି, ଏତଦ୍ଦ୍ୱାରା ରାଜ୍ୟ ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷାର୍ଥୀ ପତ୍ର ମାଧ୍ୟମ ଶିକ୍ଷା ପରୀକ୍ଷାର୍ଥୀ ଅଭିଭାବକଙ୍କ ଏବଂ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଯାଉଛି ଯେ ଆସନ୍ତା 2024 ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ତାରିଖ 20, ଠିକ ଅଛି, 20/2/2024, ଠିକ ଅଛି, 20/2/2024 ଠାରୁ ଆରମ୍ଭ ହୋଇ 4/3/2024 ପର୍ଯ୍ୟନ୍ତ ନିର୍ମିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନ ଉତ୍ତର ହେବ। ପରୀକ୍ଷା ପ୍ରତ୍ୟେକ ଦିନ 9ଟାରୁ ଆରମ୍ଭ ହୋଇ 11:30 ପର୍ଯ୍ୟନ୍ତ ଶେଷ ହେବ। କେବଳ ମ୍ୟାଥମେଟିକ୍ ପରୀକ୍ଷା ଦିନ 11:45 ଶେଷ ହେବ। ଠିକ ଅଛି, ଆପଣଙ୍କର କେଉଁ ଦିନ କ'ଣ ଏକ୍ଜାମ୍ ଅଛି ଆପଣ ଦେଖିନିଅନ୍ତୁ ଭଲସେ। ଦେଖନ୍ତୁ କ'ଣ ଅଛି ପିଲାମାନେ, ଆପଣଙ୍କର ଏକ୍ଜାମ୍ ଷ୍ଟାର୍ଟ ହେବ କ'ଣ ତାରିଖ, 20 ତାରିଖ। ଠିକ ଅଛି, ଗୋଟେ ମିନିଟ୍। ହଁ, ଆପଣଙ୍କର ଏକ୍ଜାମ୍ ଷ୍ଟାର୍ଟ ହେବ 20 ତାରିଖ। ଠିକ ଅଛି, 20 ତାରିଖ ଆରମ୍ଭ ଚାଲିବ କେତେ ମାନେ 4ଟା ବେଳେ ଚାଲିବ। ଠିକ ଅଛି, ଆପଣଙ୍କ କ'ଣ ଅଛି 20 ତାରିଖ ଦିନ ଅଛି ଆପଣଙ୍କର କ'ଣ ଟ୍ୟୁଜଡେ ଦିନ ପ୍ରଥମ ଦିନ ଅଛି କ'ଣ ପ୍ରଥମ ଭାଷା। ଠିକ ଅଛି, ଆପଣ ସମସ୍ତେ ଜାଣିଥିବେ ଯେ ଆପଣଙ୍କ ପ୍ରଥମ ଭାଷା ଓଡ଼ିଆ ଥିବ। କିଛି ପିଲାଙ୍କ ଅଲଗା ଥାଇପାରେ। ଠିକ ଅଛି, କିନ୍ତୁ ବହୁତ ପିଲାମାନଙ୍କ ଓଡ଼ିଆ ହିଁ ଅଛି ପ୍ରଥମ ଭାଷା। ଠିକ ଅଛି, ଦ୍ୱିତୀୟ ଦିନ ଅଛି 23 ତାରିଖ ଫ୍ରାଇଡ଼େ। ଠିକ ଅଛି, ଆପଣଙ୍କର କ'ଣ 2 ଦିନ ଗ୍ୟାପ୍ ରହୁଛି ମଝିରେ। ଆପଣ ଆରାମସେ ପଢ଼ିକି ଏକ୍ଜାମ୍ ଭଲ କରିପାରିବେ। ଠିକ ଅଛି, ଆପଣ 2 ଦିନ ମଝିରେ ଗ୍ୟାପ୍ ରହୁଛି। କ'ଣ ତାପରେ 23 ତାରିଖ ଦିନ ଅଛି ଶୁକ୍ରବାର। ଠିକ ଅଛି, ଆଉ ପାଇବେ ଆପଣଙ୍କ ପ୍ରତ୍ୟେକ ଏକ୍ଜାମ୍ 9ଟାରୁ ଆରମ୍ଭ ହୋଇ 11:30 ପର୍ଯ୍ୟନ୍ତ ଚାଲିବ। ଠିକ ଅଛି, 9ଟାରୁ ଆରମ୍ଭ ହୋଇ 11:30 ପର୍ଯ୍ୟନ୍ତ ଚାଲିବ। ଠିକ ଅଛି, କେବଳ ଆପଣଙ୍କ ମ୍ୟାଥମେଟିକ୍ ଦିନ ହିଁ ଆପଣଙ୍କ 15 ମିନିଟ୍ ଏକ୍ସଟ୍ରା ଦିଆଯିବ। ଠିକ ଅଛି, ଓ 9ଟାରୁ ଆରମ୍ଭ ହୋଇ ସେଟା 11:45 ପର୍ଯ୍ୟନ୍ତ ଚାଲିବ। ଠିକ ଅଛି, ବୁଝିପାରୁଥିବେ। ତାପରେ ଦ୍ୱିତୀୟ ଦିନ ଅଛି ଇଂଲିଶ, ଜାଣିଥିବେ, ଦ୍ୱିତୀୟ ଭାଷା। ତୃତୀୟ ଦିନ ଅଛି ଆପଣଙ୍କ କ'ଣ ମାନେ 26 ତାରିଖ ଦିନ ଅଛି ସୋମବାର ଦିନ କ'ଣ ଅଛି ମ୍ୟାଥ୍, ଆପଣଙ୍କର ଅଛି 15 ମିନିଟ୍ ଏକ୍ସଟ୍ରା ଦିଆଯାଇଛି। ଠିକ ଅଛି, ତାପରେ 27 ତାରିଖ ଅଛି କ'ଣ ପ୍ରାକ୍ଟିକାଲ TLBC ପ୍ରାକ୍ଟିକାଲ। ଠିକ ଅଛି, ଆପଣଙ୍କର ଯେଉଁ ଭୋକେସନାଲ ଥିବ। ଠିକ ଅଛି, ଭୋକେସନାଲ ଲାଙ୍ଗୁଏଜ ଯାହା ପିଲାମାନେ ଯେଉଁମାନେ ନେଇଥିବେ କିମ୍ବା ମାନେ କ'ଣ ଇଲେକ୍ଟ୍ରୋନିକ୍ କିମ୍ବା ଅଟୋମୋଟିଭ୍ ରିଟେଲ ଯେଉଁ ପିଲାମାନେ ନେଇଥିବେ ଇତ୍ୟାଦି, ତାଙ୍କ ପ୍ରାକ୍ଟିକାଲ ହେବ 36 ତାରିଖ ଅଛି। ଠିକ ଅଛି, ତାପରେ ଅଛି 28 ତାରିଖ ବୁଧବାର ଦିନ ଅଛି ତୃତୀୟ ଭାଷା। ଯେଉଁ ପିଲାମାନେ ହିନ୍ଦୀ ସାଂସ୍କ୍ରିଟ କିମ୍ବା ଯେକୌଣସି ରିଟେଲ ମିଟେଲ ଯାହା ନେଇଛି ଆପଣ IT TH AG PL ଯାହା ନେଇଥିବେ ଆପଣଙ୍କର ଭୋକେସନାଲ କିମ୍ବା ଆପଣଙ୍କର ଏମିତି ହିନ୍ଦୀ ସାଂସ୍କ୍ରିଟ, ତାର ଏକ୍ଜାମ୍ ଅଛି ଥିଓରି ଏକ୍ଜାମ୍ 28 ତାରିଖ ଦିନ। ଠିକ ଅଛି, ବୁଧବାର ଦିନ। ତାପରେ ଆପଣଙ୍କର କ'ଣ ତାପରେ ଆପଣଙ୍କର ଅଛି କ'ଣ ଆଉ ଗୋଟେ ପିଲାମାନେ ଆପଣଙ୍କ ଯେଉଁମାନେ ନେଇଥିବେ ଭୋକେସନାଲ ଲାଙ୍ଗୁଏଜ, ଭୋକେସନାଲ ଯେଉଁମାନେ ନେଇଛନ୍ତି, ଠିକ ଅଛି, ସେମାନେ ଏଇ ଦିନ 9ଟାରୁ ଆରମ୍ଭ କରି 10:30 ଏକ୍ଜାମ୍ ଦେବେ। ଠିକ ଅଛି, ଆଉ ଯେଉଁମାନେ ହିନ୍ଦୀ ସାଂସ୍କ୍ରିଟ ନେଇଛନ୍ତି ସେମାନେ 9ଟାରୁ ଆରମ୍ଭ କରି 11:30 ଏକ୍ଜାମ୍ ଦେବେ। ଠିକ ଅଛି, ସରିଲା। ତାପରେ ଅଛି ଆମର କ'ଣ 2 ତାରିଖ ଅଛି, ଦ୍ୱିତୀୟ ଅଛି ଆମର ବିଜ୍ଞାନ। ଠିକ ଅଛି, 9ଟାରୁ ଆରମ୍ଭ ହୋଇ 11:30 ପର୍ଯ୍ୟନ୍ତ। ଠିକ ଅଛି, ତାପରେ ଅଛି 4 ତାରିଖ ଲାଷ୍ଟ ସାମାଜିକ ବିଜ୍ଞାନ। ଠିକ ଅଛି, ଆମ ପ୍ରତ୍ୟେକ ଦିନ ଗୋଟେ ଦିନ ଗ୍ୟାପ୍ ରହୁଛି କିମ୍ବା ଏଇ ବିଜ୍ଞାନ ଓ ଇତିହାସ ଦିନ ଗୋଟେ ଦିନ ଗ୍ୟାପ୍ ରହୁଛି। ଠିକ ଅଛି, କାହିଁକି ହେଉଛି ମୁଁ ଜାଣିନି। ଠିକ ଅଛି, ଆଉ ପ୍ରତ୍ୟେକ ଦିନ ଦେଖିପାରୁଛି ଆପଣ 26ରୁ 27 ଏଠି ଗୋଟେ ଦିନ ଗ୍ୟାପ୍ ରହୁଛି। ଠିକ ଅଛି, ପ୍ରାକ୍ଟିକାଲ ବିନ୍ଦୁରୁ। ଠିକ ଅଛି, ପାଖରେ ଇତିହାସ ଦିନ ଗୋଟେ ଦିନ ଗ୍ୟାପ୍ ଅଛି। ସରିଲା, ଆପଣ କ'ଣ ଆଉ ଭଲସେ ଦେଖିନେବେ ଟିକେ, ଏ ବେଶୀ ଆମର ଇମ୍ପୋର୍ଟାଣ୍ଟ ନାହିଁ। ଆଉ 50 ଆପଣ ଜାଣିଥିବେ ଯେ ଆପଣଙ୍କର ଯେ ପ୍ରାକ୍ଟିକାଲ ଏକ୍ଜାମ୍ ଆପଣଙ୍କ ଭୋକେସନାଲର ପ୍ରାକ୍ଟିକାଲ ଏକ୍ଜାମ୍ ଆପଣଙ୍କର କ'ଣ 50 ମାର୍କ ଓ ଥିଓରି ଏକ୍ଜାମ୍ 50 ମାର୍କ। ଠିକ ଅଛି, ଏବେ ଅଛି ଚେଞ୍ଜ ହେଇଛି। ଆପଣ ଆଉ ଟିକେ ଭଲସେ ଦେଖିପାରିବେ, ଦେଖି ନିଅନ୍ତୁ। ଫେବୃଆରୀ କଥା ଅଛି ଆପଣଙ୍କ ମଙ୍ଗଳବାର। ଠିକ ଅଛି, ସାହିତ୍ୟ ଅଛି, ଏହା 10ମ ଶ୍ରେଣୀ ପିଲାମାନଙ୍କ ପାଇଁ। ଠିକ ଅଛି, 10ମ ଶ୍ରେଣୀ ପିଲାମାନଙ୍କ ପାଇଁ ଦେଖାଉଛି। ଆଉ ସେ କହିଦେଉଛି ଆପଣଙ୍କ ସାହିତ୍ୟ ଅଛି ପ୍ରଥମ ମଙ୍ଗଳବାର ଦିନ, ଇଂରାଜୀ ଅଛି 23 ତାରିଖ ଶୁକ୍ରବାର ଦିନ, ଗଣିତ ଅଛି 26 ତାରିଖ ସୋମବାର ଦିନ, ହିନ୍ଦୀ ସଂସ୍କୃତ ବା ଆପଣଙ୍କ କ'ଣ ମାନେ ଭୋକେସନାଲ ଅଛି ଆପଣ 28 ତାରିଖ ଅଛି ବୁଧବାର ଦିନ। ଥିଓରି ଏକ୍ଜାମ୍ ପିଲାମାନେ। ଠିକ ଅଛି, ଥିଓରି ଏକ୍ଜାମ୍ କହୁଛି। ଆଉ ଆପଣ 26 27 ତାରିଖ ମଝାମଝି। ଠିକ ଅଛି, 26 ଓ 27 ତାରିଖ ମଝାମଝି 27 ତାରିଖ ଅଛି ଆପଣ ପ୍ରାକ୍ଟିକାଲ ଏକ୍ଜାମ୍। ଠିକ ଅଛି, ଯେଉଁମାନେ ଭୋକେସନାଲ ହେଇଛନ୍ତି ପ୍ରାକ୍ଟିକାଲ ଏକ୍ଜାମ୍ ଅଛି। ଆପଣ ବିଜ୍ଞାନ ଅଛି ଶନିବାର ଦିନ ମାର୍ଚ୍ଚ 2 ତାରିଖ, ସାମାଜିକ ବିଜ୍ଞାନ ସୋମବାର ଦିନ ମାର୍ଚ୍ଚ 4 ତାରିଖ। ଠିକ ଅଛି,
ଆପଣ ଚାହିଁବେ PDFଟି ଆପଣ ଟେଲିଗ୍ରାମ ପାଇଯିବେ, ଆପଣ ଭଲସେ ଯାଇକି ପଢ଼ିକି ଦେଖିପାରିବେ। ଠିକ୍ ଅଛି, ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ଡେସ୍କ୍ରିପ୍ସନ୍ ଅଛି, ଯାଇକି ଜଏନ୍ ହେଇଯାଆନ୍ତୁ। ଠିକ୍ ଅଛି, ତାପରେ ଅଛି ନବମ ଶ୍ରେଣୀମାନ। ଠିକ୍ ଅଛି, ନବମ ଶ୍ରେଣୀର ଆନୁଆଲ୍ ଏକ୍ଜାମ୍। ଠିକ୍ ଅଛି, ନବମ ଶ୍ରେଣୀର ଆନୁଆଲ୍ ଏକ୍ଜାମ୍ ଡେଟ୍ ହେବ 6 ତାରିଖ। ଠିକ୍ ଅଛି, ସେଇ ଗୋଟେ ମିନିଟ୍ କଲେଜ ଚେଞ୍ଜ କରିଦିଏ। ଆପଣ ନବମ ଶ୍ରେଣୀର ଏକ୍ଜାମ୍ ଡେଟ୍ ଷ୍ଟାର୍ଟ ହେବ 6 ତାରିଖ। ଠିକ୍ ଅଛି, 6ରୁ ଆରମ୍ଭ ହୋଇ କେତେ ଚାଲିବ ନା 13 ତାରିଖ ଚାଲିବ। ଠିକ୍ ଅଛି, 6ରୁ 13। ଆପଣ ପ୍ରଥମ ଦିନ ଅଛି କ'ଣ, ଆପଣଙ୍କ ମଧ୍ୟ ସେଇ 9ଟାରୁ ଯିବେ 11:30 ପର୍ଯ୍ୟନ୍ତ। ଠିକ୍ ଅଛି, ଆଉ ନବମ ପିଲାମାନେ 9ଟା 11:30 ପର୍ଯ୍ୟନ୍ତ ଯିବେ। ଠିକ୍ ଅଛି, ଏମ୍ ପିଲାମାନେ ଆପଣ ଭାବେ ରାତିରେ ବୁଲି। ଠିକ୍ ଅଛି, ତାପରେ ଆପଣଙ୍କ ବୁଧବାର ଦିନ ଅଛି ଆପଣଙ୍କ କ'ଣ, ପ୍ରଥମ ଅଛି ଇଂଲିଶ ଅଛି 7 ତାରିଖ। ତାପରେ ଅଛି ଓଡ଼ିଆ, ହଁ ଥାର୍ଡ଼ ଲାଙ୍ଗୁଏଜ୍ ଅଛି। ଠିକ୍ ଅଛି, ଥାର୍ଡ଼ ଲାଙ୍ଗୁଏଜ୍ ଅଛି। ତାପରେ ଆପଣଙ୍କର 8 ତାରିଖ କ'ଣ, 8 ତାରିଖ ଗଲା, 9 ତାରିଖ। 9 ତାରିଖ ଆପଣଙ୍କର ଅଛି କ'ଣ, ବିଜ୍ଞାନ। 11 ତାରିଖ ଅଛି ଗଣିତ। ତାପରେ ଆପଣଙ୍କ କ'ଣ 12 ତାରିଖ ଅଛି ସାମାଜିକ ବିଜ୍ଞାନ ବା ଇତିହାସ ଭୂଗୋଳ। ଓ 13 ତାରିଖ ଲାଷ୍ଟ ଦିନ ଅଛି ଆପଣଙ୍କର ଓଡ଼ିଆ। ଠିକ୍ ଅଛି, ପ୍ରଥମ ଭାଷା ଓଡ଼ିଆ। ଏଠି ଉଲ୍ଟା ପୁଲ୍ଟା ଏଥର ହେଇଛି ପିଲାମାନେ। ଆପଣଙ୍କର ପ୍ରଥମ ଦିନ ଅଛି ଇଂଲିଶ ଅଛି ଦ୍ୱିତୀୟ ଭାଷା, ଶେଷ ଦିନ ଅଛି ପ୍ରଥମ ଭାଷା ଓଡ଼ିଆ। ଠିକ୍ ଅଛି, ଦେଖିନିଅନ୍ତୁ ଆଜି ପାଇଁ ଏତିକି ଥିଲା। ପିଲା ଆପଣଙ୍କ ଭିଡ଼ିଓଟି ଇନଫର୍ମେଟିଭ୍ ହେଇଥିବ, ପିଲାମାନେ ଲାଇକ୍ କରିଦେବେ। ଠିକ୍ ଅଛି, ତାଙ୍କୁ ସବସ୍କ୍ରାଇବ୍ କରିଦେବେ, ଆପଣ ଯଦି ସାଙ୍ଗମାନଙ୍କୁ ସେୟାର କରିଦେବେ, ସେମାନେ ମଧ୍ୟ ଜାଣିପାରିବେ ଭଲସେ। ଠିକ୍ ଅଛି, ସମସ୍ତଙ୍କୁ ହେଲ୍ପ କରନ୍ତୁ। ଆଜି ବି ସେତିକି, ଦେଖା ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ।